ଆସିଲାଣି ସତେବା ଛିଟି ପଡ଼ିବ ନା କ'ଣ ଏପର୍ଯ୍ୟନ୍ତ ମୋ ଘରରେ ବେପାର ସରିନି ବେପାର ସାରିବ ଭାଗବତ ଗୋସାଇଙ୍କ ବେଢ଼ା ଯିବ ମୁଣ୍ଡିଆଟେ ପକାଇବ ତାପରେ ଯାଇ ଆସିବ ଚୈତି ଆଲୋ ଚୈତି मंदिर जीवाई मन धरबुनु बोली कहीं कौन धरबी कौन धरबी मंदिर भीतर जाई भागवत गोसाई को दर्शन करदे भागवत गोसाई जमती मंदिर छाड़ी पलाउचंती देखिना देख पाठ दी अक्षर पढ़ुची बोली पद कहले पांच पद चुक्ति करुची हेलो आमे पूरा गरीब जातीय मनीष मंदिर को छुईले पाप लागिबो भागवत गोसाई अभिशाप देवे बड़ पंडा सानते मंदिर प्रतिष्ठा करेबे हेलो मंदिर को छुईले ना मंदिर अपवित्र है जीवन थाऊ थाऊ आमे जदि मंदिर को छुईले मंदिरटा अपवित्र हो जाई ताता ताले महाप्रभु जगन्नाथ तारे केबिति दासिया बाउरी दासिया पुरी हातर नडिया नेइतिले भक्त सालवे पाई कहीं की नदी घास अटकी जाइते भगवान जगन्नाथ होउछथि भक्त को भगवान ताको पाखरे छुआ छुआ से सब किछि न तो मो हाथ जनो छिलो ओ साथी रे मु चुक्ति रे पारिबे कला मारी आस चल चल आम पड़ा चल ना ना मु जीविनी मु भागवत गोसाई का पाखु जीवि मो मन कथा जोड़ी ई मन कथा जणे बोलो इते बड़ बड़ डाक्टर को देखैली नाहक पंडित को देखैली समस्त को मुहरे सेही गोटिए कथा आमे आ बापा मा डाक सुनि परिबानी एते दिन पछने हाथ गोड़ दीटा चाली थिबो एक कुल्ला बाउंसा देखि आमे चलिबा आ जो तुम हाथ दीटा चलाई जीवो ए हम चिन्नुटा हमर सेवा करिवो कांधरे पकई मसाल गुनबो हम मुहरे टिके निया दो एटी तमे सिना आशा छाड़ी देलड़ी हेले मु मो मन कहूची भागवत गोसाई मो निश्चय डाक सुनिबे मो कोडटा भरी देबे जहा नहीं करले ताहा ते मिलिबो धरले हो देखिला तोर तो भागवत गोसाई को ऊपर एते विश्वास अछि ताले एइठे मुंडिया मारी ता गुडा देखिबा तो डाक केमिति सुनुछ हे भागवत गोसाई ए चैती जदि मन भक्ति काया दे तुमको भक्ति करता ताले तमे ता डाक निश्चय सुनिबो ता डाक तमे निश्चय सुनिबो एटी करूची दंडवत
ଛୁଆର କାନ୍ଦଣା ଶୁଭୁଛି ନା କଣ? ସେ ମନ୍ଦିର ପଛକୁ ଶୁଭୁଛି ନା? ମତେ ଶୁଭୁଛି। ଏଇ ଭଲ ଭଲ ଦେଖିଲ ସେ ଛୁଆଟା କୋଉଠି କାନ୍ଦୁଛି। ମୁଁ ଯାଇ ଦେଖିକି ଆସୁଛି। ତମେ ଯାଅ ଶୀଘ୍ର ଯାଅ। ଆଜି ପର୍ଯ୍ୟନ୍ତ ଏ ଚୈତି ତମକୁ କିଛି ମାଗୁନି। ଆଜି ମୁଁ ଅଳି କରୁଛି ପ୍ରଭୁ, ମୋ କଳକୁ ଗୋଟେ ଛୁଆଟିଏ ଦିଅ, ମୋ କଳକୁ ଗୋଟେ ଛୁଆଟିଏ ଦିଅ ପ୍ରଭୁ। ମୁଁ ଏଇଠି ମୁଣ୍ଡିଆ ମାରୁଛି। କୋଉଟା କୁଆଁରୀ ଝିଅ କୁଆଁରୀ ବୟସରେ ମା ହୋଇ ଲୋକ ଲଜ୍ଜା ସହି ନ ପାରି ସେ ମନ୍ଦିରକୁ ଫିଙ୍ଗି ଦେଇଥିଲା। ଆରେ ଏମିତି ହାତ କରି ଅନେଇଛୁ କଣ? ନେ ନେ କଳକୁ ନେ 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 ନେ। ଏଇ ଦେଖିଲ ଦେଖିଲ ଇଏ ପୁଅଟା ନା ଝିଅ? ନା ମୁଁ କଣ ଦେଖିଛି? ଆରେ ନେ 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 ଆରେ ନେ ବାବା। ଆରେ ଏମିତି ହାତ କରି ଅନେଇଛ କଣ ବା? ନେ ଆ ପୁଅ ନା ଝିଅ? ଝିଅଟା ବୋଲି ମୁହଁଟାକୁ ଫୁଲେଇ ଦେଲା। ଆଲୋ କନ୍ୟାଦାନର ମହାପୁଣ୍ୟ ଏ ଦୁନିଆରେ ଆଉ କିଛି ନାହିଁ। ବାପା ଦାନକୁ ତୁ ବୋହୂ କରିବା ପାଇଁ ରାଜା ଦଶରଥ ଜନକ ପାଖକୁ ଯାଇଥିଲେ। ତାକୁ ପ୍ରଣାମ କରି କହିଥିଲେ, ହେ ରାଜା ଜନକ, କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିଛନ୍ତି। ଆପଣ ଏଇ ଦାନ କରିବାକୁ ମୁଁ ଏଇଠି କରୁଛି ଦଣ୍ଡରତ। ଆମେ ପରା କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିବା। ଆମେ ମଲାବେଳେ ଆମ ମୁଣ୍ଡ ଉପରେ ବସି ଭାଗବତ ପଦେ ବୋଲିବ, ଆମ ମୁହଁରେ ଗଙ୍ଗା ଜଳ ଦବ, ଆଉ ଜୀବ ଗଲା ବେଳେ କହିବ କୃଷ୍ଣ ବୋଲି ଯାଉ ଯିବ।
চিত্ত নিরন্তরে থাও কৃষ্ণ বলি জীব কৃষ্ণ বলি যাও জীব বন্দে ধর রাধা বাহ বাহ
ଥରେ ଚଟକଣି ମାରିଲୁ ସହିଗଲି, ପୁଣି ଥରେ ହାତ ଉଠେଇକୁ ମାରି ଆସୁଛୁ, ଏତେ ସାହସ ତୋର? ବାପା ଚଷମାଟା ଭାଙ୍ଗିଯିବ। ଅନ୍ଧ ହୋଇ ଯାଇଥିଲେ ମୋ ମନ ଦୁଃଖ ହେଇନଥାନ୍ତା, ହେଲେ ମୋ ନାତୁଣୀ ଦେହରେ କିଏ ହାତ ଦେଇଦବ, ମୋ ଛାତିରେ ପଥର ପଡିଲା ଭଳି ଲାଗେ। ମୋ ନାତୁଣୀ ମୋ ଆଶା ବାଡ଼ି, ମୋ ଆଖି, ମୋ ଛାତିର କଲିଜା। କହିଦଉଛି ମୋ ନାତୁଣୀ ଆଜି ଯିଏ ଯାହା କହିଦବ ତାକୁ ନେଇ କୁଆଡେ ପଳେଇବି। ହଉ ହଉ ହଉ, ଆଜିଠାରୁ ତମ ନାତୁଣୀକୁ ମୁଁ ଜମା କହିବି, କିଛି କହିବି। ପାଠ ପଢିଲେ ପଢୁ, ଦୁଷ୍ଟ ହେଲେ ହଉ, ମୁଁ କିଛି ବି କହିବି। ମୋର ଭୁଲ ହେଇଗଲା, ଜମା ବି କିଛି କହିବି। ସକାଳୁ ସଞ୍ଜ ଯାଏ ତାରି ପାଖରେ ମୋ ଦିନ ସରେ। କେଇ ଘଣ୍ଟା ପାଇଁ ସ୍କୁଲ ଯାଏ ଯେ ମୁଁ ଅନ୍ଧ ହେଇଯାଏ, ତାରି ଫେରିବା ବାଟକୁ ଚାହିଁ ବସିଥାଏ। ସିଏ କାନ୍ଦିଲେ ମୁଁ କାନ୍ଦେ, ସିଏ ହସିଲେ ଏଇ ଘରଟା ମୋର ହସେ। ସିଏ ଖାଲି ମୋ ନାତୁଣୀ ନୁହେଁ, ସିଏ ମୋ ଘରର ଦେବୀ। କହିଦଉଛି ଆଜିଠାରୁ ମୋ ନାତୁଣୀ କେହି କିଛି କହିବନି, କେହି କିଛି କହିବନି। କିଛି କହିବି। ଜେଜେ ଚଷମା କମ୍ପାନୀ 5 ଟଙ୍କା 10 ଟଙ୍କା ନୁହଁ। ଆଉ ତୁ ଦେଖିବୁ ଆମ ଘରେ ନା ଚଷମା କମ୍ପାନୀ ବସିବ। ଦାଦା ଜାଣିଛ ମୁଁ ବହୁତ ପାଠ ପଢିବି, ଆଉ ଅନିଲ ତମଠୁ ବଡ ଚାକିରି କରିବି। ଆମ ଜେଜେଙ୍କ ପାଇଁ ଗୋଟେ ଚଷମା କମ୍ପାନୀ ବସେଇ ଦେବି। ଆଚ୍ଛା ଠିକ ଅଛି, ହଁ ଆମ ଦେବୀ ମା ବଡ ଅଫିସର ହବ, ହୁଁ ଆମ ଘରେ ଚଷମା କମ୍ପାନୀ ବସିବ। ହଁ ଆଚ୍ଛା ଦେବୀ ମା ହଁ ମତେ କହିଲ ତମ ଫରମାଇଶଟା କଣ? ମୋର ମୋ ଏକ୍ଜାମ ଦେଇ ଆସି ସାରିଲା ପରେ ତମ ପାଇଁ କଣ ଆଣିବି? ମୋ ପାଇଁ ମୋ ପାଇଁ କଣ ଆଣିବୁ? ଏ ଦେବି ମନେ ପକେଇ କହ ମତେ କହୁଥିଲି ତୋର କଣ ଦରକାର, ତୋର ମୋର କଣ ଆଣିବ କଣ ଆଣିବ? ହଁ ଦାଦା ମୋ ପାଇଁ ଗୋଟେ ଭାଗବତ ବହି ଆଣିଦବ, ଆଉ ସେ ଭାଗବତ ବହି ମୁଁ ମୋ ଜେଜେଙ୍କ ପାଖରେ ରହି ପଢିବି, ମୋ ଜେଜେଙ୍କୁ ଶୁଣେଇବି। ଠିକ ଅଛି, ଆଉ କଣ ଆଣିବି? ଆଉ କଣ ଆଣିବୁ ଯେ ମନେ ପକଉନୁ? ଆରେ ଭଲସେ ମନେ ପକା, ପଡୁଛି। ଆଉ କଣ ଏଇଟା ପଛେ କରିବୁ। ଏ ଚିନୁ ତୋର ପୁରା ଟାଇମ୍ ହେଇଗଲାଣି, ଚାଲ 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 ଚାଲ। ଦେବୀ ଠିକ ଅଛି, ମୋ ମନ ପସନ୍ଦର ତୋ ପାଇଁ ଜିନିଷ ଆଣିଦେବି। ହଁ ବ୍ୟାଗରେ ସବୁ ଜିନିଷ ରଖିଦେଇଛି, ସବୁ ଜିନିଷ ଟିଫିନ ବି ରଖିଦେଇଛି। ଭୋକ କଲେ ନିଶ୍ଚୟ ଖାଇବ, ଜମା ବି ହେଲେ ଖାଲି ପେଟରେ ରହି ପଡିବ ହେଲା। ଆଉ ପହଞ୍ଚିଲା ମାତ୍ରେ ମତେ ନିଶ୍ଚୟ କଲ୍ କରିବ, ଜମା ଭୁଲିବନି। ଆଉ କଣ ଠିକ ସମୟରେ କଣ ମନେ ପଡିବ? ଭାଉଜ ମିଶିକି ରାତି ସାରା କଥା ହଉଛ, ଏ ପର୍ଯ୍ୟନ୍ତ କଥା ତମର ସରୁନି। ଏ ଚିନୁ ତୋର ପୁରା ଟ୍ରେନ୍ ଟାଇମ୍ ହେଇଗଲାଣି, ଶୀଘ୍ର ରହିଲୁ। ଚାଲ ଚାଲ। କଣ କହୁଥିଲି ଜମା ତମେ ଟିକେ କଥା କରେଇଦବନି, ଆଉ ଟିକେ ରହୁନ। ହଁ ମନେ ପଡିଲା, ରୁହ ଟିକେ କାଟ। ତମ ପାଇଁ ଭାଗବତ ଗୋସାଇଙ୍କ ପାଦକ ଆଣିଛି, ଚପଲଟା ଖୋଲ ମାଗେ ଦେଇଦିଏ। ଭାଗବତ ଗୋସାଇ ତମର ମଙ୍ଗଳ କରିବେ। ଆଉ କଣ ଥାଉ ସେ କଥା ପରେ କହିବୁ। ଚିନୁ ପୁରା ଟ୍ରେନ୍ ଟାଇମ୍ ହେଇଗଲାଣି। ଏ ଚିନୁ ଜଲ୍ଦି ବାହାରିଲୁ, ଟ୍ରେନ୍ ଟାଇମ୍ ହେଇଗଲାଣି, ଆମେ ଯିବା ଜଲ୍ଦି। ଜମା ଦେହ ସଉନି, କାହିଁ ତମେ ଏମିତି ହଉଛ କହିଲ? କିଛି ଗୋଟେ କରିଦେବେନି, ଖାଲି ତ ଅତଛି। ଆଉ ଠିକ ସମୟରେ କଣ ମନେ ପଡେ?
ଭାଇଟା ନୂଆ ଦିନ ବାହାରକୁ ବାହୁଛି ପଛରୁ ଡାକିଲେ ତାର ଅମଙ୍ଗଳ ହବନି। ନାଇଁ 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 ଓ ଅନୁକୂଳ ବାହାରକୁ ବାହାରିଲା ବେଳେ ମା ପଛରୁ ଡାକିଲେ ଶୁଭ ହୋଇଥାଏ। ସେ ତ ମୋ ନୂଆ ବୋହୂ ନୁହନ୍ତି। ଓ ମା ତମେ ଦେଖିବ ନୂଆ ବୋହୂ ତମରି ଆଶୀର୍ବାଦରୁ ଆମେ ସହରରେ ଗୋଟେ ବଡ ଓକିଲ ହେବି। ଗଲାବେଳେ ତତେ ପଦିଏ କଥା କହୁଛି ତୋରି ପାଠ ପଢା ପାଇଁ ଏ ଘର ଜମିବାଡି ସବୁ ପଣ୍ଡା ସାନ୍ତଙ୍କ ପାଖରେ ବନ୍ଧା ପଡିଛି। ଘରର ସମ୍ବଳ କହିଲେ ତୁ ମୁଁ ଆଉ କେଇଟା ଦିନ ବଞ୍ଚିବି ହେଲେ ତୁ ଏ ଦି ଜଣଙ୍କର ହତ୍ୟାକାର କରିବୁନୁ ରେ ଧର୍ମ ରକ୍ଷା କରିବୁ। ବାପା ତମେ ସେମିତି କାହିଁ କହୁଛ କହିଲ? ବାପା ମା ପରା ଛୁଆ ମାନଙ୍କ ପାଇଁ ତ୍ୟାଗ କରିଥାନ୍ତି। ଏ ଚିନୁଟା ମୋର ଭାଇ ନୁହେଁ, ଏ ଚିନୁଟା ହଉଛି ମୋର ପୁଅ। ତା ପାଇଁ କେତେ ତ୍ୟାଗ କଲେ ବି କମ ହବ। ଏ ଚିନୁ ବାପାଙ୍କ କଥା ଜମା ବି ମୁଣ୍ଡରେ ପୁରେଇବନି। ଭଲରେ ଲେଖିବ ଆଉ ଲେଖିବା ପୂର୍ବରୁ କଲମକୁ ମୁଣ୍ଡରେ ମାରି କହିବ ଓಂ ନମୋ ଭଗବତେ ବାସୁଦେବାୟ ନମଃ। विष्णु 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 सरस्वती सिंधु जल संजम गुरु कुरुक्षेत्र प्रभास संस्काराय एतानि नित्यतीर्थानि संसर्वकाले मह्यभ्यः। ସନ୍ଧ୍ୟା ସାତଟା ଭିତରେ ପୂଜା କାମ ସାରିଦେବା ପାଇଁ ଆଜି ରାତି 9ଟା ହେଲାଣି ଏପର୍ଯ୍ୟନ୍ତ ପୂଜା କାମ ସରିନି। ଗୋଟିଏ ମଞ୍ଚ ଛାଡୁନି। ଆଗ ମାଇକିନାଟା ଏମିତି ପୂଜା ପାଠ କଲା ବୋଲିକି ସାଇକି ତଣ୍ଟି ଚିପିକି ମାରିଲି। ଯଦି ଝିଅ ହେଲିଛେ ଏଇଟା ବି ସେଇଆ। ବାବୁ ଗୋଟିଏ ଲାଉର ମଞ୍ଜି ବହୁତ ଦିନ ମୁଣ୍ଡକୁ ପିତା ଚଢିବ ନାରୀର ବେକରେ କୁକୁଡ଼ା ମରିଲା ଭଳିଆ ମରିଦେବି। ଏକାଥରେ 3 ପାଞ୍ଜିରୁ ଯିବ। ନନ୍ଦଲାଲା ନନ୍ଦଲାଲା ଏ ନନ୍ଦଲାଲା ନନ୍ଦଲାଲା ସୁନ୍ଦର ହରି ହରି ବେକରେ ତୁଳସୀ ମାଳ ଗୋପରୁ ମଥୁର ଚାଲେ ମୋରି ଲୀଳା। ଯିଏ ମତେ ବିରୋଧ କଲା ଓରି ଦେବି ତାର ଠିଆ ପାଲା ଡେଙ୍ଗିନା ଦେଇ ଥାଇ ବାପା ନନ୍ଦଲାଲା ପିତାଶ୍ରୀ ବେଳବୁଡ଼ି ଆସି ରାତି 9ଟା ହେଲାଣି। ସବୁ ଆରମ୍ଭ ସରିଯାଇନି ପିତାଶ୍ରୀ। ଆଚ୍ଛା 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 ଆଜି ରୟଲ ଗ୍ରୀନ
କହିଲି ମାତେ ଚିକେନ ଅଛି ଟିକେ ଫ୍ରାଏ କରି ନେସ ମାତେ ଡାକି ପଞ୍ଚମ ଆରେ ମାଇକିନାଟା ଆମ ପେଟ ମାରିଦବ ଖାଇବା ପିଇବା ବିନା ଆମକୁ କଣ୍ଟା କରିସାରିଲାଣି ମାଧବୀ ମାତେ ମାଧବୀ ଏ ମାଧବୀ ଯାଉଛି ତ ଟଣ୍ଟି ଚିପିକି ମାରିବି ସନ୍ଧ୍ୟାବେଳେ ଗୋଟେ ପାଲା ଚଲେଇଛୁ ଯେ ଆସିକି ରାତି 9ଟା ହେଲାଣି କଣ ହେଲା କଣ ପାଇଁ ବୁଝିଲ ଏ ମାଧବୀ ତମ ମହାପ୍ରଭୁ କେତେ ଥର କହିଛି ତମେ ଯେତେ ଠାକୁରଙ୍କୁ ଡାକୁଛ ଡାକ ହେଲେ ଆମ ବାପା ପୁଅଙ୍କର ପେଟ ମାରୁନି ମାରିବୁନି ମାରିଲୁ କଣ ପାଇଁ ଏ ମାଧବୀ ତୁ କଣ ଜାଣିନୁ ସନ୍ଧ୍ୟା 7ଟା ହେଲେ ଆମ ବାପା ପୁଅଙ୍କର ଗୋଟେ କ୍ଲାସ ଚାଲୁ ବୋଲି ଆଜି ଭାଗବତ ଗୋସାଇଙ୍କ ଜନ୍ମଦିନ ଇନ୍ଦ୍ର ପୂର୍ଣ୍ଣିମା ଆଜି ଭଳି ଦିନରେ ମଦ ମାଂସ ନ ଖାଇଲେ ଚଳିବନି ଏ ମାଧବୀ ସକାଳୁ ସକାଳୁ ଗୋଟେ ଲମ୍ବା ଚିଠା ଧରେଇ ଦେଲୁ କହିଲୁ କଣ ଭାଗବତ ଗୋସାଇଙ୍କର ପୂଜା ହବ ଲୋ ତୋ କାମ ତ ହେଲା ହେଇଛି କି ନାଇଁ ହେଲେ ମୋ କାମ ବେଳକୁ କଣ ପାଇଁ ପୁନେଇ ତିଥି ଦେଖୁଛୁ ଯା ଯା ମାଛ କି ଚିକେନ ଟିକେ ଫ୍ରାଏ କରି ନେଇ ଆସିବୁ ଯାଅ ଦେହଟା ଟିକେ ଜମା ଭଲ ଲାଗୁନି ପିତାଶ୍ରୀ ମତେ କାହିଁକି ଆସ୍କାଦିଆ ଲାଗୁଛି ଆରେ ଯାଉନୁ ନା ଆଜି ଏ ଘରେ ଆଇଁଷ ହେଇପାରିବନି ଭାଗବତଙ୍କ ପ୍ରସାଦ ଖାଇବ ମାତେ 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 ପିତାଶ୍ରୀଙ୍କର ଟିକେ ସୁରାପାନ ନହେଲେ ତାକୁ ତୃପ୍ତି ମିଳିବନି ତାଙ୍କ ଆତ୍ମାକୁ କଷ୍ଟ ଦିଅନି ମାତେ ପାପ ବୋଧିଟା କେହି କାହାକୁ କମ୍ ନୁହନ୍ତି ଏ ମାଧବୀ ଦେଖି ଚାହିଁ କଥାବାର୍ତ୍ତା କର ବାପ ବୋଧିଟା ମିଶି ମଦ ମାଂସ ଖାଉଛ ତମକୁ ଟିକେ ଲାଜ ଲାଗୁନି ମାଧବୀ 5 ବର୍ଷ ପର୍ଯ୍ୟନ୍ତ ପୁତ୍ରକୁ କରିବ ନାଳନ 15 ବର୍ଷ ପର୍ଯ୍ୟନ୍ତ ପୁତ୍ରକୁ କରିବ ଶାସନ 6 ବର୍ଷ ହେଲେ ପୁତ୍ର ସହ କରି ମିତ୍ର କଣ ଏକଥା କହିଛନ୍ତି ମୁନି ଋଷିଗଣ ପିତାଶ୍ରୀ ପିତାଶ୍ରୀ ନନ୍ଦଲାଲର ଭାଗବତ କହିଲା 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 ସଂସାରେ ଥିବୁ ଯେତେ ଦିନ ହେ ଗୋବିନ୍ଦ মদ মাংস খাওয়া মো সোনাটা পুরা চিন্তা চতুর লোক যুব সোনাটা আরে তো তার মাত্র ধর্ম খসিছি বলে মাধবী তু মতে সে ধর্মবাণী কথা কহ না মু বহু ধর্ম করছি কোন করিছ তুমি কি ধর্ম করিছ তুমি হ্যাঁ গরিব মানে তন্টি চিপি তবে সুদ আদায় করুছ ভাগবত গোসাইଙ୍କ মন্দির ତିଆରି କରି ବାବା ପୁଅ ଦି ଜଣ ମଦ ମାଂସ ଖାଉଛ ଆରେ ବ୍ରାହ୍ମଣ ହେଇ ତମେ ଚଣ୍ଡାଳ କାମ କରୁଛ ତମେ ହେଉଛ ଗୋଟେ ଧର୍ମ ଛଡ଼ା ମାଧବୀ ତମେ ମା ପୁଅ ଦିଟା କାହା ପଇସାରେ କରୁଛ ଆମେ କଟନ ଲୁଗା ପିନ୍ଧିବୁ ସରୁ ଅରୁଆ ଚାଉଳ ଭାତ ପୁରୀ ଡାଲି ପରି ଡାଲି ନହେଲେ ତ ଟଣ୍ଟିରେ ଗଳୁନି ତୁ ମତେ ପୁଣି ଧର୍ମ ଛଡା କହିବୁ ଓ ରଙ୍ଗ ଛଡେଇ ଦେବି ମାଧବୀ ରାଜା ମାଛ ଚିକେନ ଟିକେ ଫ୍ରାଏ କରି ନେଇ ଆସିବୁ ଯା ନାଇଁ ମତେ ମାରୁ ମାରୁ ମାରିଦେଲେ ବି ମୁଁ ଏଥର ଆଇସ କରିପାରିବିନି ମାତେ 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 ଛାଡ଼ିବିନି ମାଇକିନାକୁ ଆଜି ଜିଅନ୍ତ ପାଳିଦେବେ ପିତାଶ୍ରୀ ନାରୀ ହତ୍ୟା ମହାପାପ ମାତାଶ୍ରୀଙ୍କ ପୁଣ୍ୟ ବଳେ ତମେ ତରିବ ଭବ ଜଳେ ପିତାଶ୍ରୀ ଆଜି ଶାକାହାରୀ ଯାକରେ କାମ ଚଳେଇଦବା ନୋ ଟେନସନ ମାତାଶ୍ରୀ ବେଳେ ବିଲକୁଲ ରାଗନ୍ତୁନି ଆସନ୍ତୁ
ଚାହୁଁଛି ଆମେ ସେଇଆ କଲୁ। ଆତ୍ମା ଚାହିଁଲା ସୁରାପାନ କରିବା ପାଇଁ ଆମେ ସୁରାପାନ କଲୁ। ଆମେ ଏ ପରେ ତ ପୂଜା ସଇଲା, ଦକ୍ଷିଣ ନେଇ ଚୁପଚାପ ଚାଲିଯା। 1000 ଟଙ୍କା ଦକ୍ଷିଣ ନିଅ, ସାଙ୍ଗରେ ବାକାଡି ଲେମ୍ବର କ୍ୱାଡ ନିଅ, ଅଏସ୍ କର। ଚାଲ। କେବଳ ଦକ୍ଷିଣ ପାଇଁ କାମ କରେନି। ଆଉ କଣ ଭାଇ? ଏ ଦାମୋଦର ପୁରୋହିତ ଭଗବାନ ବାସୁଦେବଙ୍କ ପାଇଁ ପୂଜା କରେ। ପୂଜା କରେ, ସମସ୍ତ ପୁଣ୍ୟବାନ କାମ କରେ, ଯଦୁମାନଙ୍କ ମଙ୍ଗଳ ପାଇଁ କାମ କରେ, ବାବାମାନଙ୍କ ପାପୀମାନଙ୍କ ପାଇଁ କାମ କରନ୍ତି। କେବେ ହେଲେ ପୁତ୍ର ପୁରୁଷ ଉଦ୍ଧାର ପାଇବେନି। ପୁରେଇତେ ଗଙ୍ଗାରେ ସବିସର୍ଜନ କରି ଗୟାରେ ପିଣ୍ଡଦାନ କଲେ ପିତୃପୁରୁଷ ଉଦ୍ଧାର ପାଇଯିବେ। ପାପୀମାନଙ୍କ ହାତରୁ ପିତୃ ପୁରୁଷ କେବେ ପିଣ୍ଡ ପାଇବେନି। ଏ ପରେ ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭାଗବତକୁ ସେଇ ମନ୍ଦିର ତିଆରି କରିଛି। ଆରେ ପ୍ରତ୍ୟେକ ଦିନ 1000 ଟଙ୍କା ଲେଖେ ଭୋଗ ଲାଗୁଛି। ଆରେ ଏଇଟା କଣ ପୁଣ୍ୟ ନୁହେଁ? ନା, ପୁଣ୍ୟ ନୁହେଁ, ମହାପାପ। ତୁମେ ଯା। ରାବଣ ତୁମେ ଜନ୍ମ ନେଇ ଭଗବାନ ବୁଡି ରହୁଛ, ଅନାୟ କାମ କରୁଛ। ତମ ଭଳି ପାପୀମାନେ 1000 ମନ୍ଦିର ତିଆରି କଲେ, ସେ ମନ୍ଦିରରେ କେବେ ଦେବତା ପୂଜା ପାଆନ୍ତିନି। ସେଠି କେବଳ ରାକ୍ଷସମାନେ ପୂଜା ପାଆନ୍ତି। ଏ ପରେ ତ ରାଜା ପରିଚିତ ମୁନି ଋଷିଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଶୁକଦେବଙ୍କ ଠାରୁ ଭାଗବତ ଶୁଣିଥିଲେ। ସେ ଭାଗବତର ମହତ୍ଵ କହିଲେ କେବେ ସରିବନି। ଏସବ ଭାଗବତ କଥା ବନ୍ଦ କର। ବଡ ପଣ୍ଡା ଜନ୍ମ ନେଇ ମଦ ମାଂସରେ ବୁଡି ରହୁଛ, ଅନାୟ କାମ କରୁଛ। ରହିବା ମହାପାପ। ମୁଁ ତୁମକୁ ଅଭିଶାପ ଦଉଛି। ଭଗବାନ ବାସୁଦେବ ଅଭିଶାପ ଦଉଛନ୍ତି। ଏ ପୁରୋହିତ ଅଭିଶାପ ଦଉଛନ୍ତି। ଭାଗବତ ଗୋସାଇଙ୍କ ଅଭିଶାପ ପଡିବା ତମରି ଉପରେ। ନନ୍ଦଲାଲ ବୈକୁଣ୍ଠ ମୋ ପିତା ମୋ ପାଇଁ ସ୍ୱର୍ଗ ଠାରୁ ବଡ଼। ମୋ ପିତାଙ୍କ ପାଦ ତଳ ମୋ ପାଇଁ ଚାରି ଧାମର ତୀର୍ଥସ୍ଥଳ। ମୋ ପିତା ସେ ଅଭିଶାପ ଦବୁ ତ ଶେଷ ଗଣ୍ଡି ବଜେଇ ଦେଲିବେ। ବାପା ଭାଇ ତମେ ମାନେ ଶେଷରେ ସେ ନିରୀହ ପୁରୋହିତକୁ ମାରିଦେଲ ତମେ ଭର୍ତ୍ୟ ମଣ୍ଡଳ ଦେହ ବହି ଦେବତା ହେଲେ ବି ମରଇ ଯେ ସାଜ ପିତାଙ୍କ ବୈରୀ ତା ପେଟରେ ମୁଁ ଘୁଷିବି ଛୁରୀ। ଗୋବିନ୍ଦ 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 ମଧୁ ଗଳୁଛି। କଣ କର ସେ ଗୋବିନ୍ଦ ନାମ ଆମ ଘରେ ସେ ଗୋବିନ୍ଦ ନାମ ଶୋଭା ପାଉନି। ଶେଷରେ ସେ କୁଳ ମାରି ଦେଇ ଗୋବିନ୍ଦ ଗୋବିନ୍ଦ
ଆସିଗଲା ଗୋଟେ ପୁରୋହିତ ମରିଗଲା ଲୁକି କଣ କୁଳ ପୁରୋହିତ ବୁଡିଗଲା ଆରେ ଟଙ୍କା ଦେଲେ ହୋମ ଯଜ୍ଞ ବି ଅଭାବ ହେବେ ନେବେ ପୁରୋହିତ ଅର୍ପ ଅହଙ୍କାର ଆତ୍ମ ବଢିବା କ୍ଷଣସ୍ଥାୟୀ ବାପା ଯାହାର ଜ୍ୱଳନ୍ତ ଉଦାହରଣ ମହାମାନେ ଦୁର୍ଯୋଧନ ପାପୀ କଂସାସୁର ଆଉ ଅତି କରିଛି ରାବଣ ଧର୍ମର ବିନାଶ ଯୁଗେ ଯୁଗେ ବାପା ଯୁଗେ ଯୁଗେ ଏ ନନ୍ଦଲାଲା ପିତାଶ୍ରୀ ଏ କେମ୍ପାଟା ମୋ ଛୁଆ ନୁହେଁ ଏ ଶଳା କେମ୍ପା ରୋଗଣା କୋଉ କାମକୁ ନୁହଁ ଆରେ ଆଉ ତ ମେଡିସିନ ଆରମ୍ଭ କରି ତ ଖାଇବାରେ ଯେତେ ଖର୍ଚ୍ଚ ହଉଛି ତାର ହିସାବ ଅଛି ହଁ ହିସାବ ଅଛି ଆଉ ହିସାବ କରି ବୁଝିଛି ପାପେ ଅର୍ଜିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ ଏ ଘରର ଗୋଟା ଗୋଟେ ପାପର ଗପ କହିଲେ ସରିବନି ତମ ଭଳି ମଣିଷ ମାନଙ୍କ ପାପ ତମକୁ ଧର୍ମ ସହିବନି ଆରେ ଏ ଘରେ ଜନ୍ମ ନେବା ମୋର ଗୋଟେ ଅଭିଶାପ ଅଭିଶାପ କଥା ପାଟିରେ ଧର ନା ପୁଅ ପୁଅ ହିସାବରେ ରହ ତା ନହେଲେ କଣ କରିବ ମାରିଦିଅ ମତେ ମାରିଦିଅ ଆରେ ତମ ଭଳି ବାପର ପୁଅ ହବା ଭୁଲ ମହାଭୁଲ ହାତ ଲାଗିନା ଭାରି ବଡ ବଡ କଥାବାର୍ତ୍ତା କରୁଛୁ ମୋ ମୁହଁରେ ଜବାବ ଦଉଛୁ ମୋ ମୁହଁରେ ଜବାବ ଦଉଛୁ ଏ ନନ୍ଦଲାଲା ଶ୍ରୀ ଶବ ଉଠା ଆ ଦେହରେ ପେଟ୍ରୋଲ ପକେଇ ନିଆଁ ଲଗେଇଦବା ଆସ୍ତେ କି ନାଇଁ ସମୁଦ୍ରରେ ବିସର୍ଜନ କରିଦବା ପୁରୋହିତଟା ମୁକ୍ତି ପାଇଯିବ ଶବ ଉଠା ତମ ମାନଙ୍କୁ ସେ ସୁଯୋଗ ମୁଁ ଦେବି ନାହିଁ ତମକୁ ପୋଲିସରେ ଦେବେ ପୋଲିସରେ କଣ କହିଲୁ ଆମକୁ ପୋଲିସ ପୋଲିସରେ ଦେବି ଆରେ କେମ୍ପା ତୁ ଶଳା ବଞ୍ଚି ରହି କିଛି ଲାଭ ନାହିଁ ଆରେ ଯୋଉ ମତେ ଯଦି ତମକୁ ପୋଲିସରେ ଦେବି ପୋଲିସରେ ବଡ ପଣ୍ଡା ମୋ ଉପରେ ଦବା ଦେବି मोर रक्षा कर बापा भाई अरे चुप कर रे माताश्री तो केम्पा पम लगाम दे तब चुप करा नले मुंडा को पित्त उठियो तो ता मुंडरू गंडे ओला कर देबी अरे ते पापा को धर्म सही बनी रे चुप हे जा तू तो पाठी गुड के चुप करी परनो से लास्ट को नहीं तमे पड़ी दियो मु कथा देउछी मो मोहन केबे भी कहा करे किछि कहिबनी से चुप रहो ए नंदलाला दाश्री আজি পর্যন্ত জানিଥିଲି এই শালি মাইকিনাটা মোর নুহে আজি যাহা দেখুছি মো স্ত্রীটা গোটাপণে মোর এ নন্দলালা दाश्री সব উঠা पिताश्री नंदलालार भागवत कहिला কଣ কইলা কইলা हरि भक्त जेते थिबे संसार पारी हेई जिवे रे बोलो कौन कहिलो केते कथा तू पुलिस रे कहिबो हां केते कथा तू कहिबो पर नारी हरंती गरीब मानक तंटी चिपे से सुध आदाय करंती मुड़ी से मारंती मोद निसारे बुड़ी रहंती आ राती हेले ए मोहन रे सुंदरी मानक रो हाट बसे अरे से बापा पो को बापा कथा कहिले सरी बनी ए बो ये भोली पापी को फांसी है दिवा दरकार अरे से बापा पो को से फांसी खुंटा भी डालू थी ये पापी मन को पकड़ा
ବଡ଼ ନିଶ୍ୱାସ ହେଇଯାଉଥିଲା ବୋଉ, ବଡ଼ ନିଶ୍ୱାସ ହେଇଯାଉ। ଆରେ ଧନ ତୁ ସେମିତି କହନା, ସେମିତି କହନା ତୁ, ସେମାନେ କୋଉଦିନ ତୋତେ ବି ମାରିଦେବେ। ଆଲୋ ବୋଉ, ଏଭଳି ନର୍କରେ ବଞ୍ଚିବା ଅପେକ୍ଷା ମରିଯିବା 100 ଗୁଣରେ ଭଲ। ଆରେ ତୁ ମରିଗଲେ ଲୁହ ପୋଛିବି କେମିତି? এই নরক ভিতরে তু পুরা মো পাই গোটে স্বর্গ, এই বিষ ভিতরে তু পুরা মো পাই টিকে অমৃত, এই ঢ ঢ খরা ভিতরে তু পুরা মো পাই টিকে ছাই। ବୋଉଲୋ, ପାପକୁ ସମର୍ଥନ କରିବା ମହାପାପ। ଏଭଳି ପାପ ଦେଖିବା ଅପେକ୍ଷା ନିଜ ଆଖିକୁ ଫୁଟାଇ ଦେବା ଭଲ। আরে তাহলে তাহলে মো আখি দিটা কো ফুটাই দে, মারি দে, মারি দে, মারি দে। ଏ ବୋଉ, কেতে পাপ এই আখি দেখিছি রে, রোদেই বলে কেতে নিরীহ ঝিও মানকর কান্দুণ শুনিছি, কথা কহিলে সরিবনি, সবু দেখে সবু শুনে, কাঁদি পারেনি কি প্রতিবাদ করিবি পারেনি, সেমিতি মো পথর ভଳିଆ ସବୁ କିଛି ସହିଯାଏ। ଏଠି ମୁହଁ ଖୋଲିଲେ ମହାଭାରତ, କଥା କହିଲେ ନର୍କ ଯନ୍ତ୍ରଣା ଠାରୁ ଆହୁରି ଯନ୍ତ୍ରଣା। ମୁଁ ଜାଣିଛି ରେ ଧନ, 12 ଘରେ 13 ଓଷା କରି ଏ ଘରେ ମୋର କିଛି ବି ମୂଲ୍ୟ ନାହିଁ, କିଛି ବି ମୂଲ୍ୟ ନାହିଁ। ଆଇଲୋ ଭଲ, ତୁ ପୁରା ମତେ କହିଥିଲୁ ସକଳ ଘଟେ ନାରାୟଣ, ଅନାଦି ପରମ କାରଣ। ହେଲେ ବୋଉ, ଏମାନେ ଘରେ ନାରାୟଣ ନଉଥିଲା ବୋଉ, ଏମାନେ ଗୋଟେ ଗୋଟେ ରାକ୍ଷସ। रे नहीं, चुप ही जा, चुप ही जा, तू किछि कहनी। हमें मां पुओ दी जण सही जीवारे सब सही जीवा, जदि सही परिबानी ताले भागवत को से को नई रे भसेई देई हमें मां पुओ दी जण विष खाई मरिबा। ରାମର ସକଳ ତୀର୍ଥ, ତୋ ପାଦମ ପାଇଁ ମୁକ୍ତି ମଣ୍ଡପ, ଆଉ ତୋ ଉପଦେଶ ମୋ ପାଇଁ ଗୀତା ଭାଗବତ। ମୁଁ ସେତେ ଦିନ ଯାଇ ଚୁପ୍ ରହିବି ନା ବୋଉ, ତୁ ମତେ ସେତେ ଦିନ ଯାଇ ଚୁପ୍ ରହିବାକୁ କହିବୁ। तू सही दिन पाटी खोलिबो, जो दिन मो पाटिरे मोहाते पाड़ी देई सेई भागवतरु पदे गाइबो, अकृष्ट बोले जाओ जीव। हे माधव कृष्ण बोली जा जीव, कृष्ण बोली जाओ जीव। हे माधव कृष्ण बोली जाओ जीव, कृष्ण बोली जाओ जीव। ଆମ ଚିନୁଟା ଏତେ ତଳକୁ ଖସିଗଲା। आ कौन है मो चिन्नु कौन करिछि बा? ଆରେ ଚିନୁଟା ଆମର କଣ କରିଛି? ବାହା ହୋଇ ଘରକୁ ବୋହୂକୁ ଧରିକି ଆସୁଛି। एई कथा एई बा आजिकाली पुओ झियो माने प्रेम विवाह करुछथि। बो चिन्नुटा जदि बाहा जाइछि एइटार कोन नुआ कथा मो तमे एमति व्यस्त होई पडुछ। ଆରେ ସେ କାହାକୁ ବାହା ହେଇଛି ଏ କଥାଟା ଶୁଣିଲେ ଏ ଆକାଶଟା ତ ମୁଣ୍ଡ ଉପରେ ଛିଣ୍ଡି ପଡିବ। ଉଠେଇ ଯିବ। କାହାକୁ ବାହାଇଛି? ଏ ବଚୁନି କାହାକୁ ବାହାଇଛି ବा?
ଯାଉଛି ବନ୍ଦାପନା କାଳିଟା ନେଇ ଆସୁଛି। ଆଲୋ ଏ ତୋ ମୁଣ୍ଡ ଠିକ ଅଛି ତ? କଥାଟା କହି ହାକଲେ ନେଇଯାଇଛୁ। ଆମେ ପରା ଗରିବ ଅଜାତିଆ ମଣିଷ। କଣ ହେଲା ସେଟା? ତା କହିଲେ ତାଙ୍କ ପିଣ୍ଡା ମାରା ହେଉଯାଏ। ଦରକାର କହିଲେ ସେ ଆମ ଘରକୁ ଆସନ୍ତିନି। ଆମକୁ ଦିଏ ଦେଉଳ ମନା ଭାଗବତ ଗୋସେଇ ମନା। ଭୁଲ କରିଦେଲ ମସ୍ତ ବଡ ଭୁଲ କରିଦେଲ। କିଏ ଭୁଲ କଲା ମତେ କହିଲ? ନାଇଁ ନାଇଁ କିଏ ଭୁଲ କଲା? ଏଇଠି ଅନେଇଲ ମୋ ଦିଅରଟା ମୂର୍ଖ ନୁହଁ ଭା କି ଅପାଠୁଆ ନୁହଁ। ତା ଛଡା ପଣ୍ଡା ସାଆନ୍ତ କି ଝିଅ ଆଉ ଆମ ଚିଲୁଟା ଯଦି ବାହା ହବାକୁ ନିଷ୍ପତ୍ତି ନେଇଛନ୍ତି ସେଟା କଣଟା ଭୁଲ ହେଇଗଲା? ଏ ମା ବ୍ରାହ୍ମଣ କନ୍ୟାକୁ ବୋହୁ କଲେ ଆମର ଅମଙ୍ଗଳ ହବ, ପାପ ହବ। କାହିଁକି ତୁମେ ଏମିତି ବ୍ୟସ୍ତ ହଉଛ କହିଲ? ପୁରା ତ ଛାନିଆ ହେଇଯାଉଛ। ଗୋଟେ କାମ କର ତାକୁ ଆଗେ ବନ୍ଦାପନା କରି ଆମ ଘରକୁ ଆଣିବା, ତାପରେ ଯାହା ହବ ଚିନ୍ତା କରିବାନି। ପଣ୍ଡା ସାହେବ ଆମକୁ ଆମ ଚିନ୍ତାକୁ ଚୁଆଇବେନି, ଗ୍ରହଣ କରିବେନି। ନ କରନ୍ତୁ, ଆମ ବୋହୁ ଆମ ଘରେ ରହିବ, ସବୁ ଠିକ ହେଇଯିବ। କଣ ହେଲା? ତମ କଣ ହେଲା କଣ ହେଲା ମତେ କିଛି କୁହ। ମୁଁ ଯାଉଛି ବନ୍ଦାପନା ଥାଳି ଧରିକି ଆଉଛି। ମୋ ଅଜାତିଆ ଅଛୁଆ ଜାତି ହେଲେ ବି ମୋ ଜାତିର ଗୋଟେ ନୀତି ନିୟମ ଅଛି, ଆଉ ସେ ନୀତି ନିୟମ ସମସ୍ତଙ୍କୁ ମାନିବାକୁ ପଡିବ। ମତେ ମୁଣ୍ଡିଆ ମାରିବା ପୂର୍ବରୁ ମୋର କିଛି ପ୍ରଶ୍ନ ପଚାରି ଅଛି। କୁହ ମା, ତମେ ଚିନ୍ନୁକୁ ପ୍ରେମ ବିବାହ କରିଛ, ଏକଥା କଣ ତମ ବାପାଙ୍କୁ ପଚାରିଥିଲ? ନା। ତମେ ଆମ ଜାତି ବିଷୟରେ ସବୁ କିଛି ଜାଣି ଚିନ୍ନୁକୁ ପ୍ରେମ କଲ କେମିତି? ପ୍ରେମରେ ଜାତି ନଥାଏ। ଏ ଘରର ବୋହୂ ହେଲେ ସବୁଦିନ ପାଇଁ ତମ ଘର ବନ୍ଦ ହୋଇଯିବ। ବାପ ଘର ହଉଛି ଝିଅ ପାଇଁ 2.5 ଦିନର ସମ୍ପର୍କ। ସେ ସମ୍ପର୍କର ମାନେ ମୋ ପାଇଁ କିଛି ନୁହେଁ। ଆମ ଘରେ ବୋହୂ ହେଲେ କୁଲା ବାଉଁଶିଆ ଗାଁ ଦାଣ୍ଡରେ ବିକ୍ରି କରିବାକୁ ପଡିବ। ପିଠା ପୁନେଇ ପର୍ବରେ ପିଠାପଣା ମାଗିବାକୁ ପଡିବ। ସତୀ ସୀତାଙ୍କ ପରି ପଞ୍ଚବଟୀର ଦୁଃଖକୁ ମୁଁ ହସି ହସି ଗ୍ରହଣ କରିବି। ମୋ ଶାଶୁ ଘର ମୋ ପାଇଁ ବୈକୁଣ୍ଠ। ଏ ଘରେ ପାଦ ଦେଲେ ତମେ ଆମ ଗୁଚ୍ଛେଦର କୁଳ ବୋହୂ। ନା ଝିଅ ଏ ଗୋଛାଇତ ଘରର ବୋହୂ ତମମାନଙ୍କର ଏତେ ସାହସ ସାରା ଭିଡ଼ିଓ ଯୋଉଟାକୁ ଶିଖିବେ ବୋଧେ ଫସାଇ ଦେଲ। ନାଇଁ ସାହେବ ନାଇଁ ସାହେବ, ମୋ ଭାଇ ଆଉ ଗୀତା ମା ପରସ୍ପର ଭଲ ପାଇଁ ବାହା ହେଇଛନ୍ତି। ତା ଛଡା ବାପା ଗୀତା ମାକୁ ସବୁ କଥା ପଚାରିଛନ୍ତି, ହେଲେ ଗୀତା ମା ସବୁ କଥାରେ ରାଜି ଅଛନ୍ତି। ସେ ରାଜି ହେଇଗଲା ନା ତମମାନେ ତାକୁ ବାଧ୍ୟ କରି ରାଜି କରେଇଲ ଭାଇ? ଆମେ ଗୀତା ମାକୁ ବାଧ୍ୟ କରିଲୁ। ଏବେ କଣ ଅଛି ତମର? ନା ଜାତି ପଟେ ନା ପରିଚୟ। କୁଲା ବାଉଁଶିଆ ବିକିଲେ ମୁଠାଏ ଭାତ ଖାଇବ, ଆଉ ଜମି ବାଡି ଯାହା ଥିଲା ସବୁ ମୋ ପାଖରେ ବନ୍ଧା ପଡିଛି। ମୂଳ ତ ଛାଡ, 7 ଜନ୍ମ ହେଲେ ବି ସୁଧ ପଇସା ଦେଇପାରିବନି। ଓ ବୁଝିଲି ବୁଝିଲି। ଓ ଝିଅକୁ ବୋହୂ କରି ନେଲେ ଗାଁ ଦାଣ୍ଡରେ ଛାତି ବୁଲେଇ କହିବ, ଏଇ ଦେଖରେ ଆମେ କେଶବ ବଡ ପଣ୍ଡା ଝିଅକୁ ବୋହୂ କରି ନେଇ ଯାଇଛୁ, ଆଉ ତମ ଛୁଆ ନାଟା ଲିଖିଯିବ, ଆଉ ତମେ ମୋ ଟଙ୍କାଟା ଠାକିଦବ। ନାଇଁ, ଏତେ ବଡ ସାହସ ଆମେ କରିପାରିବୁନି ସାହେବ, ଏତେ ବଡ ସାହସ ଆମେ କରିପାରିବୁନି। ବାଟି କେବେ ଆକାଶକୁ ଛୁଇଁ ପାରିବନି, କି ପୋଖରୀ କେବେ ସମୁଦ୍ରରେ ମିଶି ପାରିବନି। ଆମେ ଗରିବ ଅଜାତିଆ ମନୁଷ୍ୟ ସାହେବ, ସାରା ଜୀବନ ସେମିତି ଅଜାତିଆ ହୋଇ ରହିଯିବୁ ସାହେବ। ଥାନ୍ତେ ପ୍ରେମ କେବେ ବୁଝେନି ଜାତି ଧର୍ମ ବର୍ଣ୍ଣ। ତା ଛଡା ଚିନ୍ନୁ ଆଉ ଗୀତା ଯେତେବେଳେ ବାହା ହେଇସାରିଛନ୍ତି ତାଙ୍କ ନିଷ୍ପତ୍ତିକୁ ମାନି ନେବା ଦରକାର। ତା ମାନେ ତମ ସମସ୍ତଙ୍କର ଇଚ୍ଛା ଏ କେଶବ ବଡ ପଣ୍ଡାର ଝିଅ ଏ ଗୋଛାଇତ ଘରର ବୋହୂ ହବ, କୁଲା ବାଉଁଶିଆ ମୁଣ୍ଡେଇ ଗାଁ ଗାଁ ବୁଲିବ, ଆଉ ପୁନେଇ ପର୍ବରେ କାନି ପଟେ ପିଠା ମାଗିବ, ଆଉ ସନ୍ଧ୍ୟା ବେଳେ ତ ଅପରିଷ୍କାର ଗୋଡରେ ତେଲ ମାଲିସ କରିବ। ସାଧେ କୁଲା ବ୍ୟବସାୟ କରିବା ଆମର ଧର୍ମ। ଶାଶୁ ଶ୍ୱଶୁରଙ୍କର ସେବା କରିବା ବୋହୂର କର୍ତ୍ତବ୍ୟ। ସ୍ୱାମୀର ଆଦେଶ ମାନିବା ପ୍ରତିପତ୍ତା। ଆଲୋ ଟିକେ ଚୁପ୍ ହେଇଯା, ଟିକେ ଚୁପ୍ ହେଇଯା ତୁ। କାହିଁକି ଚୁପ୍ ହେବି? କଣ ପାଇଁ ଚୁପ୍ ହେବି? ଆମେ ଅଛୁଆ ଜାତି ବୋଲି ଆମେ କଣ ମାନ ସମ୍ମାନ ନାହିଁ? କାହିଁ
ପଣ୍ଡାର ଇଜ୍ଜତ ବୋଲି କିଛି ନାହିଁ। ଇଚ୍ଛା ତ ହଉଛି ତମ ସମସ୍ତଙ୍କ ଦେହରେ ପେଟ୍ରୋଲ ପକେଇ ନିଆଁ ଲଗେଇ ଦିଅନ୍ତୁ। ଏ ଗୀତା, ମୁଁ କେବଳ ତୋ ମୁହଁରୁ ଶୁଣିବାକୁ ଚାହେଁ, ତୁ ଏ କେଶବ ବଡ ପଣ୍ଡାର ଝିଅ ଏଇ ଘରୁ ବାହାରି ଯିବୁ ନାଇଁ ଦିନାକ ଛାଇ ତୋର ବୋଉ ଏଇ ଘରେ ରହିବୁ? କହ ଗୀତା, କହ। ଏ ଗୀତା, ମୁଁ କେବଳ ତୋ ମୁହଁରୁ ଶୁଣିବାକୁ ଚାହେଁ, ତୁ ଏ କେଶବ ବଡ ପଣ୍ଡା ଝିଅ ଏଇ ଘରୁ ବାହାରି ଯିବୁ ନାଇଁ ଦିନାକ ଛାଇ ତୋର ବୋଉ ଏଇ ଘରେ ରହିବୁ? କହ ଗୀତା, କହ। କୁହ ଚିନ୍ମୟ, ମୁଁ ଏବେ କଣ କରିବି? ଏ ଜଟିଳ ସମସ୍ୟାରେ ମୁଁ କି ନିଷ୍ପତ୍ତି ନେବି? କୁହ ଜନ୍ମ, ମୁଁ କଣ କରିବି? ଏ ଘରର ବୋହୂ ହେଇ ରହିବି ନା ମୋ ବାପାଙ୍କ ହାତ ଧରି ଚାଲିଯିବି? କୁହ ଚିନ୍ମୟ, ମୁଁ ଏବେ କଣ କରିବି? ତମେ ତମ ବାପାଙ୍କ ସାଙ୍ଗରେ ଚାଲି ଯାଅ। বাহ চিন্ময়, বাহ! এতে স্বার্থপর তবে, এতে শীঘ্র নিষ্পত্তিটা জড়াই দেল। ତମେ ଏ ଘରର ବୋହୂ ହେଲେ ତମ ବାପାଙ୍କର ଜାତି ଚାଲିଯିବ, ଆଉ ତମ ବାପାଙ୍କର ମାନ ଚନନ ଚାଲିଯିବ, ଆଉ ତମ ବାପାଙ୍କର ବାଟ ଟିକେ ମୁଣ୍ଡ ଚାଲି ପାରିବେନି। ବରଂ ଭଲ ହେବ ନିଜ ସିନ୍ଦୁରକୁ ନିଜ ହାତରେ ପୋଛି ଦେଇ ତମ ବାପାଙ୍କ ସାଙ୍ଗରେ ଚାଲିଯାଅ। ହେଲେ ମୋ ପେଟରେ ବଢୁଥିବା ଛୁଆ ଛୁଆ ଛିଡ଼ି ଚରିତ୍ର आहे ନା ଗୋଟେ ଅଠର ହଜାର ଲୋକର ରକ୍ତକୁ ପେଟରେ ଧରି ତୁ ମା ହବାକୁ ଯାଉଛୁ? ଆରେ ମୋ ମା ସମ୍ମାନ ସବୁ ମାଟିରେ ମିଶାଇ ଦେଲୁ। ଏ ପଣ୍ଡା ଶାସନରେ ମୋର ବଡ ପଣ୍ଡା ପଣିଆ ରହିବନି। ବାପା, ଆଜି ତତେ ମୁଁ ମାରୁ ମାରୁକା ମାରିଦେବି। ପିତା ମାଙ୍କର କିଛି ଦୋଷ ନାହିଁ, ସବୁ ଦୋଷ ମୋ ପୁଅର। ମୋ ପୁଅ ଯୋଉ ଗୀତା ମାଙ୍କ ଦେହରେ କଳଙ୍କ ଲାଗିଛି। କୁହ ଚିନ୍ମୟ, ମୁଁ ଏବେ କଣ କରିବି? କୁହ ଚିନ୍ମୟ, ମୁଁ ଏବେ କଣ କରିବି? ଆବର୍ଷଣ କରିଦିଅ। କଣ କହିଲୁ? ଗୀତ ମାର ସେ ପିଲେ ଟିକେ ଛୁଆଟାକୁ ସେ ନଷ୍ଟ କରିଦେବେ। ନିମ କହରାନ, ଏ ଇମାନ, ଗୁଳାନ୍ଧର, କଣ କହିଲୁ? ନଷ୍ଟ କରିଦେବେ ଛୁଆଟାକୁ, ସେ ନଷ୍ଟ କରିଦେବେ। ମାରୁ ମାରୁ ମାରିଲା ତାକୁ, ମରି ଯାଉ ସେଇଟା। ଆମ ଛୁଆଟାକୁ ତମେ ମାରିଦବ ନା କଣ ଯେ? ମାରୁ ମାରୁ ମାରିଦେବି ତାକୁ। ଖାଲି କରିବା ଚିନ୍ମୟର ଦୋଷ, ଏ ଗୀତାର କିଛି ଦୋଷ ନାହିଁ। ସେ ଡ୍ରାମାବାଜି ବନ୍ଦ କର। ଦିନାକ ଛାଏ ତ ମୋ ଝିଅକୁ ବୋହୂ କରି ନେଇ ଯାଇଛ। ଶଳା ଗୋଟେ ପାହାସନ ଚଲେଇଛ ଠିକ। ମାତ୍ର 24 ଘଣ୍ଟା ସମୟ ଦେଲି। 24 ଘଣ୍ଟା ଭିତରେ ମୋ ଟଙ୍କା ଯଦି ନ ସୁଧ କାଲି ତ ଘଇତା ମାଭି ଦିଟାକ ଯାଇ ମୋ ଜମି ଚାଷ କରିବ। ଜମି ଚାଷ କରିବ। ଯିବୁ ସାମନେ ମରି ଯିବୁ। ଏ ଗୀତା, ଯାହା ତ ହବାର କଥା ହେଇଗଲା କି? ଏବେ ବାପାଙ୍କ ଏଇ ସମସ୍ୟାର ସମାଧାନ କରିଦେଲୁ ମା। ବାପା, ମୋର ଭୁଲ ହେଇଯାଇଛି। ମୋ ଭୁଲ ପାଇଁ ତମେ ଏମାନଙ୍କୁ ଦଣ୍ଡ ଦିଅନି, ମତେ ଦଣ୍ଡ ଦିଅ। नहीं शांति, वो भाईटा भूल काम करिछि। जहाँ जन्म दबार कथा मते दियंतु शांति, मु सबु संदर्भ सही देबी। हेले कथा दउछि शांति, बंची थिला जाए आपन को ऋण को सुझी की मरिबी। हेले कुहंतु शांति, की दंड पाइले ये समस्यार समाधान होई जिवो। कुहंतु शांति, कुहंतु। ଘଟଣାଟା ଯେତିବେଳେ ଘଟିଗଲାଣି ଆଉ ତ ଫେରି ଆସିବନି। ମୁଁ ଚିନ୍ମୟକୁ ଜୁଆଇଁ କରିବି, କିନ୍ତୁ ଗୋଟେ ସର୍ତ୍ତରେ। ଆପଣଙ୍କ ସବୁ ସତ୍ୟରେ ଆଜି ଆମେ ଶାନ୍ତି। ଚିନ୍ମୟ ମୋ ଜୁଆଇଁ ହବ।
ଇଏ ପୁରୀ ଯାଇତା ଜାତି ପରିବର୍ତ୍ତନ କରିବ। ପଞ୍ଚାୟତରୁ ରଥ ଶର୍ମା ହବ। ବ୍ରାହ୍ମଣ ଆଇ ସବୁଦିନ ମୋ ଘରେ ରହିବ। ଚିନ୍ମୟ ସହିତ ତମର କୌଣସି ସମ୍ପର୍କ ରହିବନି। ଚିନ୍ମୟ ତମର ପାଇଁ ସବୁଦିନ ସୁତିରେ ପଡିବ। ନିଜ ରକ୍ତକୁ ଫାଙ୍କି ଦେଲ। ଅଜାତି ପରିବର୍ତ୍ତନ କରି ଶ୍ରେଷ୍ଠ ଜାତି ବ୍ରାହ୍ମଣ ହବ। ଏ ଝାଟି ବାଟି କୁଡିଆ ଛାଡି ଏସି ରୁମରେ ରହିବ। ସବୁ କିଛି ଅଏସ୍ କରିବ। ପିତା ଅଦ୍ଭୁତଣି ବାଲବରେ ବୁଣି ବୁଣି ଭାଇ ଭରି ଲୋଭୀ ମଣିଷ ଚିନ୍ମୟ ଗୋଚାନ୍ତ ହୁଏ। ଏ ଝାଟି ବାଟି କୁଡିଆ ଆଉ କିଛି ଶୁଣିବା ଦରକାର ନାହିଁ। ତମେ ମତେ ବିଟ୍ରେ କରିଛ। ମୁଁ ତମକୁ ଦୁଷ୍କର୍ମ କେସରେ ଦେବି। ତଥାପି ତମ ସହିତ ଯିବାର ପ୍ରଶ୍ନ ଉଠୁନି। ତୁ ଯିବୁ ନାଇଁ ଭାଇ ନାଇଁ। ତମେ ସାବିତ କହିଲି ନାଇଁ ଭାଇ ନାଇଁ। ତ ଯିବୁ ମରି ଗଲେ ବି ଦେବେନି। ତୁ ନ ଗଲେ ଆମେ ସମସ୍ତେ ବିଷ ପିଇ ମରିବୁ। ମରି କିଛି ଭଲ ନାହିଁ ବାପ। ଭାଇର ଯଦି ମଙ୍ଗଳ ଚାହୁଁଥ ଭାଇଠୁ ସବୁ ସମ୍ପର୍କ କାଟିଦବୁ। ମୁଁ ଚିନ୍ମୟକୁ ନେଇ କାଲି ପୁରୀ ଯିବି। ଆସୁଛି। ଛାତିର କଲିଜାଟାକୁ କେହି କଣ ଅଲଗା କରିଦେଇ ତୁ ପୁରା ମୋର ଛାତିର କଲିଜା। ଆରେ ଭାଗବତରେ ଲେଖା ଅଛି କର୍ମ ମୋହର ଜବଳେ ନିଜ କର୍ମ ଫଳ ପାଇଁ ରାଜା ଦଶରଥ ତାଙ୍କ ପାଇଁ ରାମଚନ୍ଦ୍ର 14 ବର୍ଷ ବନବାସ ଯାଇଥିଲେ। ଆଉ ସ୍ୱୟଂ ଭଗବାନ ବିଷ୍ଣୁ ତାଙ୍କ କର୍ମ ଫଳ ପାଇଁ ସେ ଶବର ହାତରେ ମରିଥିଲେ। ନିଜ କର୍ମ ଫଳ ପାଇଁ ନଳ ରାଜା ଘାସ କାଟିଥିଲେ। ଶୁକଦେବ ମୁନି ପରିଚିତକୁ କହିଥିଲେ ହେ ରାଜନ କର୍ମ ମୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ସମସ୍ତେ ଏ ଦୁନିଆରେ ନିଜ ନିଜର କର୍ମ ଫଳ ଭୋଗିବାକୁ ପଡିବ। ଚିନରେ ତୁ କୋଉ ଜନ୍ମରେ କି ପୁଣ୍ୟ କରିଥିଲୁ ଯେ ଏ ଜନ୍ମରେ ତତେ ଅଜାତ୍ୟ କୁଳରୁ ମୁକ୍ତି ମିଳିଗଲା।
ଦେବାକୁ ହବରେ ଚିଲୁ, ତାହେଲେ ଆମେ ସମସ୍ତେ ବନ୍ଧା ପଡିଯିବୁ। ତୋରି ପାଠ ପଢା ପାଇଁ ଏ ଘର ବାଡି ଜମି ଡିଅ ସବୁ ପଣ୍ଡା ସାଧବ ପାଖରେ ବନ୍ଧା ପଡିଛି। କେତେ ଆଶା ଭରସା ଥିଲା ତୁ ପାଠ ପଢିବୁ, ଚାକିରି କରିବୁ, କରଜ ସବୁ ସୁଝି ଦେବୁ। ଆମ ଆଶା ଭରସା ସବୁ ତୁଟିଗଲା। ଶେଷରେ ଏମିତି କଲୁ ଯେ ତୁ ବି ଆମର ଏ ଚୈତା, ଆରେ ଆଉ କାଇଁ ଛିଡ଼ା ହେଇଗଲୁ? ଯେତେ ଶୀଘ୍ର ବଞ୍ଚିଲା ମୋର ପାର ବାପା ଭାଇ ଟିକେ ବୁଝେଇ ଦିଅ, ମୁଁ ଏ ଘରେ ରହିବି, ଏ ଘରେ ରହିବି। ଆଜିଠାରୁ ଏ ଘରର ଭାତ ଆଡ଼ିରେ ତମ ପାଇଁ ଚାଉଳ ଆଉ ନୂଆ ବୋଉ କଳିଏ ବଳଦ ଗାଡ଼ିରେ ଆଉ କହିବନି ଏ ନୂଆ ବୋଉ ଏ ମୋ ପାଇଁ ଟିକେ ବଡ଼ି ଚିରି ଦିଅ, ଏ ମୋ ପାଇଁ ଟିକେ ଶାଗ ଭାଜି ବୋଉ ଏ ପଖାଳ ଭାତକୁ ଟିକେ ଚାରିଥୁଆ କରିଦେ, ମୋ ପାଇଁ ପଖାଳ ବାଡ଼ି ଚଳେ ଚଢ଼େଇ ବସକୁ ଫେରେ କହି ମରେ ଗୁହାଳକୁ ଫେରନ୍ତି, ଏ ଜନଟା ଆକାଶକୁ ଫେରେ। ହେଲେ ତମେ ଏମିତି ଜାଗାକୁ ଯିବ ଯେ ଜମାରେ ବୋଉର ପରତ କାଲିଟା ଆଜିଠାରୁ ତମ ପାଇଁ ଅଛି। ବୋଉର କଳଟା ତମ ପାଇଁ ଅଛୁଆ ହେଇଛି। ଏ ଘରେ ତମେ ପାଦ ଦେଲେ ଗଙ୍ଗା ପାଣିରେ ଏ ଗଙ୍ଗା ପାଣିରେ ଚୈତିଲ ହାଟରେ ବିକ୍ରି ହେଇ ସାରିଥିବା ବଳଦଟାକୁ ତାର ମାଲିକ ପଛ କରି ଚାହେଁନିଲ ଚୋରି। ଆରେ କାଳେ ତାର ମାୟା ଲାଗିଥିବ। ଏ ଚୈତି ଏ ପରା ଆମର ଗୋଟାଏ ଝିଅ, ତାକୁ ଶାଶୁ ଘର ବିଦାୟ କରିଦେ। ଭାବିଲେ ଚିଲୁଟା ଆମର ଗୋଟାଏ ଝିଅ, ବିଦାୟ କରିଦେ ତାକୁ ଶାଶୁ ଘର। ଏ ଘରର ଯଦି ମଙ୍ଗଳ ଚାହୁଁଛୁ ଏ ଘରକୁ ତୁ କେବେ ଆସିବୁନୁ। କି ମୁଁ ଭଲ ବେଳେ ମୋ ଘରେ ଚୈତା ମୋ ମୁହଁରେ ଗଙ୍ଗା ଜଳ ଦବ, ଆଉ ମୋ ମୁଣ୍ଡ ପାଖରେ ବସି ଭାଗବତ ପଢିବ। ଆକୃଷ୍ଟ ବୋଲି ଯାଉ মুক্তি
কৃষ্ণ বলি যাও ଏଇ ଦେହଟା ନେଇ ସିନା ମୁଁ ଚାଲି ଯାଉଛି ହେଲେ